ସାଙ୍ଗମାନେ ଜୟ ଜଗନ୍ନାଥ। ଇଏ ହେଉଛି ଓଲୁଅ। ଆମ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ ଓଲୁଅ। ମୁଁ ଆଜି ଚିନ୍ତା କଲି ଆଜି ଗୁରୁବାର, ଆଜି କ'ଣ ରାନ୍ଧିବି। ଆଜି ତ ଭେଜ୍ ଉପରେ ଆଇଟମ୍, ତ ଭାବିଲି ଓଲୁଅ ଦେଖିଲି ଘରେ ଅଛି, ଓଲୁଅ ଭର୍ତ୍ତା କରିବି। ତ ଭାତ ମୁଁ ବସେଇ ସାରିଛି, ଡାଲମା ଗ୍ୟାସ୍ରେ ପ୍ରେସର କୁକର୍ରେ ବସେଇ ସାରିଛି, ତାକୁ ଟିକେ ବଘାରି ଦେବି। ତାପରେ ଆକୁ ବି ଦେଖୁଛନ୍ତି ନା ଏଇ ଓଲୁଅ ଗୁଡ଼ିକୁ, ଆକୁ ମୁଁ ଫାଳ ଫାଳ କରି କାଟି ଦେଇଛି, କାରଣ ଏଗୁଡ଼ିକୁ ସିଝେଇବା ଲାଗି ସୁବିଧା ହେବ। ଗୋଟେ ପ୍ରେସର କୁକର୍ରେ ଆକୁ ମୁଁ ପ୍ରଥମେ ସିଝେଇ ନେବି। ଆକୁ ପ୍ରଥମେ ଭଲ କିନା ଧୋଇ ନେବା, ତାପରେ ଗୋଟେ ପ୍ରେସର କୁକର୍ରେ ଆକୁ ସିଝେଇ ଦେବା। ପ୍ରେସର କୁକର୍ରେ ମୁଁ ବସେଇ ସାରିଛି, ଦୁଇ ଚାରିଟା ସିଟି ମାରିଲା ପରେ ଆକୁ ଓହ୍ଲେଇ ଦେବା। 4-5ଟା ସିଟି ମାରିଲା ପରେ ଆମେ ଆକୁ ଓହ୍ଲେଇ ନେବା। ଦେଖ ସାଙ୍ଗମାନେ, ମୁଁ ବାରିରୁ ଶାଗ ବି ତୋଳା ହେଇକି ଆସିଛି, କୋଶିଳା ଶାଗ। ଇଏ ହେଉଛି କୋଶିଳା ଶାଗ। ଆଜି ଗୁରୁବାର ତ ସେଥିପାଇଁ ସାଧା କରାହେବ। କୋଶିଳା ଶାଗ ବି ଭାଜିବି। ଇଏ ହେଉଛି କଲରା। ଇଏ ବି ବାରିରେ ତୋଳା ହେଇକି ଆସିଛି। ଦେଖୁଛନ୍ତି କେତେ କଲରା। ଆଜି ଗୁରୁବାର, ମୁଁ ଆକୁ ଭାଜିବିନି, ଏ କାଲିକି ରଖିଲେ। ଆଜି ଓଲୁଅ ଭର୍ତ୍ତା କରିବା। ଓଲୁଅଟାକୁ ମୁଁ ବହୁତ ଭଲ ଭାବରେ ସିଝେଇ ସାରିଛି। ଏବେ ଆକୁ ମୁଁ ଗୋଟେ ପ୍ଲେଟ୍ରେ କାଢ଼ିଦେବି। ବହୁତ ଭଲସେ ସିଝି ଯାଇଛି। ଏବେ ଆକୁ ଆମେ ଭଲସେ ଚକଟି ନେବା। ଆଉ ଚୋପାକୁ ଭଲସେ ଛଡ଼େଇ ନେଇ ସାରିଲା ପରେ ଆକୁ ଭଲସେ ଚକଟି ଦେବା। ଟିକେ ଲୁଣ ଆମେ ସ୍ୱାଦ ଅନୁଯାୟୀ ଏଥିରେ ପକାଇଦେବା। ପକାଇ ଦେଲା ପରେ ଆକୁ ଭଲସେ ଚକଟି ନେବା। ଦେଖନ୍ତୁ ଆମେ ବହୁତ ଭଲସେ ଆକୁ ଚକଟି ଦେଲେ। ଏବେ ଓଲୁଅକୁ ଚାଲନ୍ତୁ ବଘାରି ନେବା। ଗୋଟେ କଥା ମନେ ରଖନ୍ତୁ, ଓଲୁଅ ଯେତେବେଳେ ଆମେ ବଘାରିବାକୁ ଯିବା, ସେତେବେଳେ କିଛି ତେନ୍ତୁଳି ଖଟା ଆମେ ଏଥିରେ ଆଡ଼୍ କରିବା। ଏଇ ଛୁଙ୍କରେ ଆମେ ଟିକେ ତେନ୍ତୁଳି ଖଟା ଟିକେ ପାଣି ସହିତ ଆକୁ ଟିକେ ଭଲ ଭାବରେ ଗୋଳି ଦେଇକରି ଆମେ ଛୁଙ୍କରେ ଆଡ଼୍ କରିଦେବା, ମାନେ ପକାଇ ନେବା। ଓଲୁଅରେ ଖଟା ଅଂଶ ନ ପଡ଼ିଲେ ପାଟି ଟିକେ କୁଣ୍ଡାଇ ହୋଇଥାଏ। ଓଲୁଅ ବଘାରିବା ପାଇଁ କଡ଼େଇ ମୁଁ ଗ୍ୟାସ୍ରେ ବସେଇ ସାରିଛି। ତାପରେ ତେଲ ଟିକେ ଆଡ଼୍ କରିଛି। ଏବେ ଟିକେ ଶୁଖିଲା ଲଙ୍କା ପକାଇ ନେବା। ତାପରେ ଆମେ କିଛି ପଞ୍ଚୁ ଫୁଟଣ ପକାଇଦେବା। ପିଆଜ ଟିକେ ଆଡ଼୍ କରିଦେବା। ତାପରେ ଖରିକା ସାହାଯ୍ୟରେ ଟିକେ ଚଲେଇ ନେବା। ଟମାଟର ବି ପକାଇଦେବା। ଟମାଟର ବି ଖଟା, ତା ସହିତ ତେନ୍ତୁଳି ବି ଖଟା, ତାକୁ ବି ଯଦି ଆପଣମାନେ ପକାଇଦେବେ ତ ଆହୁରି ବହୁତ ବଢ଼ିଆ ହେବ। ଆଉ ଯଦି ଟମାଟର ନଥିବ ସ୍କିପ୍ କରିପାରିବେ, କିନ୍ତୁ ତେନ୍ତୁଳି ଖଟା ନିହାତି ପକାଇବେ, କାରଣ ଖଟା ଟିକେ ଭାଗ ଟିକେ ପଡ଼ିଲେ ଭଲ ହେବ। ଏଇ ଦେଖନ୍ତୁ ତେନ୍ତୁଳିକୁ ମୁଁ ପାଣିରେ ଭିଜେଇକି ଚକଟି ସାରିଛି। ଆକୁ ମୁଁ ଓଲୁଅର ଚକଡ଼ାରେ ଛୁଙ୍କ ହେବା ଆଗରୁ ମୁଁ ଆକୁ ପକାଇ ନେବି। ଦେଖିଲେ କେମିତି ଓଲୁଅ ଚକଡ଼ାରେ ମୁଁ ତେନ୍ତୁଳି ରସକୁ ଢାଳି ଦେଇଛି। ଟମାଟରଟା ଜରି ଆସିଲାଣି। ଏବେ ଆମେ ଆକୁ ଓଲୁଅ ଚକଟା ପକାଇଦେବା। ଓଲୁଅ ଚକଟା ମୁଁ ପକାଇଦେଲି।
ଓଲୁଅ ବଘରା ସରିଗଲାଣି। ଏବେ ଆମେ ଆକୁ ଗୋଟେ ପ୍ଲେଟ୍ରେ ଓହ୍ଲେଇ ନେବା। ତାପରେ ଏବେ ଆମେ ଶାଗ ଭଜା କରିବା। କୋଶିଳା ଶାଗ, ସରି ଭଜା ନାହିଁ, ତରକାରୀ ହେଲା। କୋଶିଳା ଶାଗ ତରକାରୀ କରିବା ପାଇଁ ବାଟଣ ରେଡ଼ି ହେଲା। ଏଥିରେ ସୋରିଷ ବାଟଣ ପଡ଼ିବ, ଜିରା ବାଟଣ ପଡ଼ିବ, ତାପରେ ରସୁଣ, ପିଆଜ, ବାସ୍ ସେତିକି। ଶୁଖିଲା ଲଙ୍କା ବି ଆପଣ ଚାହିଁଲେ ପକାଇ ପାରିବେ, ନଚେତ୍ ଚିଲି ପାଉଡ଼ର ମଧ୍ୟ ପକାଇ ପାରିବେ। ତରକାରୀରେ ଆମେ ପ୍ରଥମେ ଫାଷ୍ଟ ବଡ଼ିକୁ ଭାଜି ନେଇକି ଗୋଟେ ପ୍ଲେଟ୍ ମାଧ୍ୟମରେ ମୁଁ ରଖି ସାରିଛି। ତାପରେ ଏବେ କଡ଼େଇରେ ତେଲ ପକାଇକି ଫୁଟଣ ଫୁଟେଇକି ମସଲା ପକାଇକି ଟିକେ ଅଳ୍ପ କିଛି, ଯେହେତୁ ସୋରିଷ ବାଟଣ ସେଥିପାଇଁ ଅଳ୍ପ କିଛି କଷିବା, ବେଶୀ କଷିବାନି। ହଳଦୀ ପକାଇଦେବା, ଲୁଣ ସ୍ୱାଦ ଅନୁଯାୟୀ। ମୁଁ ଆଳୁ ପକାଉନି, ଖାଲି ଶାଗ ତରକାରୀ କରୁଛି। ଆପଣ ଚାହିଁଲେ ଆଳୁ ବି ପକାଇ ପାରିବେ, ବାଇଗଣ ବି ପକାଇ ପାରିବେ। ବାଟଣ ଟିକେ ଅଳ୍ପ କଷିକି, ବେଶୀ ତ କଷିବେନି କାରଣ ସୋରିଷ ପଡ଼ିଯାଇଥିଲେ ମସଲାରେ, ତ ଏଥିରେ ପାଣି ଯୋଗାଡ଼ି ଦେବା। ଏଥିରେ ମୁଁ ଆଗରୁ ଲୁଣ ସ୍ୱାଦ ଅନୁଯାୟୀ ପକାଇ ସାରିଛି, ତ ଆକୁ ଆମେ ଘୋଡ଼େଇ ଦେବା। ଫୁଟିଲା ପରେ ଏଥିରେ ଆମେ ଶାଗ ପକାଇବା। ପାଣି ଫୁଟି ଆସିଲାଣି, ଆମେ ଆକୁ ଏଥିରେ ବଡ଼ି ଆଡ଼୍ କରିଦେବା। ଏଥିରେ ଆମେ ବଡ଼ି ଆଡ଼୍ କରିଦେଲୁ। ବଡ଼ି ଏଥିରେ ମୁଁ ଆଡ଼୍ କରିସାରିଛି। ଏବେ ଶାଗ ବି ଆଡ଼୍ କରିଦେବି। ଢାଙ୍କୁଣି ଟିକେ ଘୋଡ଼େଇ ନେବା। ସରି ଢାଙ୍କୁଣି ଘୋଡ଼େଇ ନେବାନି, କାରଣ ଢାଙ୍କୁଣି ଘୋଡ଼େଇ ନେଲେ ଅଧିକ ସିଝିଯିବ ଶାଗଟା। ପାଣି ଅଂଶ ଟିକେ ମରିଯାଉ।